ପତିଦେବ ଆଜି ମୋର କହିଲେ ଟିକେ ହାଣ୍ଡିରେ ଭେଜ୍ ପଲାଉ କରୁନ ଆଉ କରିବି ବୋଲି ଆସିଗଲି ରୋଷେଇ ଘରକୁ। ଫ୍ରିଜ୍ ଖୋଲି ଦେଖିଲାକୁ ସବୁ ପରିବା ଥିଲା, ବାହାର ବୁହାର କରିଦେଲି କିନ୍ତୁ ପୋଦିନା ନଥିଲା। ପୋଦିନା ଯାଇ ନେଇ ଆଇଲି, ବାପ ପୁଅ ଖରାରେ ଠିଆ ହେଇଥିଲେ। ଆଉ ପୋଦିନା, ନଡ଼ିଆ, ଲଙ୍କା ଆଉ ଅଦା ରସୁଣ ଦେଇ ଗୋଟେ ପେଷ୍ଟ କରିଦେଲି। ଆଉ ତାପରେ ଆପଣମାନଙ୍କୁ ଯେଉଁ ଖଡ଼ା ମସଲା ଥିବ ପକାଇବେ। ହାଣ୍ଡିରେ ତେଲ ତାତି ସାରିଲା ପରେ ତାପରେ ପିଆଜ ପକାଇବେ, ତାପରେ ସବୁ ପରିବା ପକାଇଦେବେ। ପକାଇ ସାରିଲା ପରେ ଟମାଟର ପକାଇବେ, ତାକୁ ଟିକେ ସଫ୍ଟ ହେବାକୁ ଦେବେ। ମଝିରେ କ'ଣ ହେଲା ଦେଖନ୍ତୁ, ଆଖିରେ ମୋର ଲଙ୍କା ଗୁଣ୍ଡ ପଶିଗଲା। ଭଗବାନ, ମୋର ଏମିତି ସବୁ ହୁଏ। ତାପରେ ମସଲା ପକାଇଦେବେ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ପକାଇକି ସ୍ୱାଦ ଅନୁସାରେ ଲୁଣ ପକାଇ ତାକୁ ଭଲ ଭାବେ ଗୋଳେଇବେ। ତାପରେ କ'ଣ କରିବେ ନା ଚାଉଳ ପକାଇଦେବେ। ଚାଉଳ ପକାଇ ସାରିଲା ପରେ ଟିକେ ଦହି ପକାଇବେ, ତାକୁ ଗୋଳେଇ ଗାଳେଇ ଦେଇ ସାରିଲା ପରେ ପାଣି ଦେଇଦେବେ। ପାଣି ଦେଇ ସାରିଲା ପରେ ହେଇଯିବ ଆପଣମାନଙ୍କର ଗୋଟେ ବଢ଼ିଆ କିନା ଭେଜ୍ ପଲାଉ। ଆଉ ଖାଇବା ପାଇଁ ଆସିଗଲୁ। ଆଉ ପତିଦେବଙ୍କୁ କହିଲି କେମିତି ଲାଗୁଛି, ସେ କହିଲେ ବଢ଼ିଆ ହେଇଛି। ଯଦି ଭିଡ଼ିଓ ଭଲ ଲାଗିବ ତାହେଲେ ଲାଇକ୍, କମେଣ୍ଟ, ସେୟାର କରିବେ। ବାଏ, ଜୟ ଜଗନ୍ନାଥ।